ଏହି ଭିଡିଓରେ ସାମାଜିକ ବିଜ୍ଞାନର 20ଟି ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାର ଉତ୍ତର ରହିଛି। ଭିଡିଓକୁ ପୁରା ଦେଖନ୍ତୁ ଓ ଅନ୍ୟମାନଙ୍କୁ ସେୟାର କରିବା ସହ ଗୋଟିଏ ଲାଇକ୍ କରନ୍ତୁ। ଏଥିପୂର୍ବରୁ ଶରୀର ଓ ସ୍ୱାସ୍ଥ୍ୟ ବିଜ୍ଞାନର 2ଟି ଭିଡିଓ ଯଦି ଦେଖିନାହାନ୍ତି ତେବେ ମୁଁ ତାର ଲିଙ୍କ ଡେସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି, ଦେଖିପାରିବେ। ବିଳମ୍ବ ନ କରି ପ୍ରଶ୍ନ ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ପେଟ୍ରୋଲିୟମ ଉତ୍ପାଦନରେ ଭାରତର କେଉଁ ରାଜ୍ୟ ପ୍ରଥମ? ଉତ୍ତର ଆସାମ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟୋଦୟ ହୁଏ? ଉତ୍ତର ଅରୁଣାଚଳ ପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜ୍ୟକୁ ପଞ୍ଚନଦୀର ରାଜ୍ୟ କୁହାଯାଏ? ଉତ୍ତର ପଞ୍ଜାବ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସର୍ବାଧିକ ତମ୍ବା ଉତ୍ପାଦନ ହୁଏ? ଉତ୍ତର ଝାଡ଼ଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ପଶ୍ଚିମଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗର ନାମ କ'ଣ? ଉତ୍ତର ଆନାଇମୁଡ଼ି। ପରବର୍ତ୍ତୀ ପ୍ରଶ୍ନ, ସେଣ୍ଟ୍ରାଲ ରେଲୱେର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ? ଉତ୍ତର ମୁମ୍ବାଇ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଦୀର୍ଘତମ ରେଳ ଷ୍ଟେସନ କେଉଁଠାରେ ଅବସ୍ଥିତ? ଉତ୍ତର ଖଡ଼ଗପୁର। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ସ୍ଥାନକୁ କଳାପାଣି ବୋଲି କୁହାଯାଏ? ଉତ୍ତର ଆଣ୍ଡାମାନ ଓ ନିକୋବର। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଗଭୀରତମ ହ୍ରଦର ନାମ କ'ଣ? ଉତ୍ତର ବୈକାଲ। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର କିଏ? ଉତ୍ତର ଭାରତ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶକୁ ସୂର୍ଯ୍ୟୋଦୟର ଦେଶ କୁହାଯାଏ? ଉତ୍ତର ଜାପାନ। ପରବର୍ତ୍ତୀ ପ୍ରଶ୍ନ, ଜନସଂଖ୍ୟା ଦୃଷ୍ଟିରୁ ପୃଥିବୀର ବୃହତ୍ତମ ନଗରୀ କିଏ? ଉତ୍ତର ସାଂଘାଇ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସର୍ବାଧିକ ହୀରା ଉତ୍ପାଦନ ହୁଏ? ଉତ୍ତର ମଧ୍ୟପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ପଞ୍ଜାବର କେଉଁଠାରେ ସ୍ୱର୍ଣ୍ଣ ମନ୍ଦିର ଅବସ୍ଥିତ? ଉତ୍ତର ଅମୃତସର। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସର୍ବାଧିକ ଆଲୁମିନିୟମ ମିଳେ? ଉତ୍ତର କେରଳ। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟ କିରଣ ପୃଥିବୀରେ ପହଞ୍ଚିବାକୁ କେତେ ସମୟ ନିଏ? ଉତ୍ତର 8 ମିନିଟ୍ 19 ସେକେଣ୍ଡ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଖଣିଜ ପଦାର୍ଥ କର୍ଣ୍ଣାଟକରେ ସର୍ବାଧିକ ମିଳେ? ଉତ୍ତର ରୂପା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଖଣିଜ ସମ୍ପଦ ପଶ୍ଚିମବଙ୍ଗରେ ସର୍ବାଧିକ ମିଳେ? ଉତ୍ତର କୋଇଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ କେଉଁ ଦେଶ ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧ ହୋଇଥିଲା? ଉତ୍ତର ଅଷ୍ଟ୍ରିଆ ଓ ସର୍ବିଆ। ପରବର୍ତ୍ତୀ ପ୍ରଶ୍ନ, ଦ୍ୱିତୀୟ ବିଶ୍ୱଯୁଦ୍ଧ କେବେ ହୋଇଥିଲା? ଉତ୍ତର 1939ରୁ 1945।
ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ବିଶ୍ୱଯୁଦ୍ଧ କେବେ ହୋଇଥିଲା? ଉତ୍ତର 1914ରୁ 1918 ମସିହା। ପରବର୍ତ୍ତୀ ପ୍ରଶ୍ନ, ତାଜମହଲ କେଉଁ ରାଜ୍ୟରେ ଅବସ୍ଥିତ? ଉତ୍ତର ଉତ୍ତରପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସର୍ବାଧିକ ଚୀନାମାଟି ମିଳେ? ଉତ୍ତର ବିହାର। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟ ଚୂନପଥର ଉତ୍ପାଦନରେ ପ୍ରଥମ? ଉତ୍ତର ଝାଡ଼ଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟ ସର୍ବାଧିକ ଲୁହାପଥର ଉତ୍ପାଦନ କରେ? ଉତ୍ତର ଝାଡ଼ଖଣ୍ଡ। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା, ଗୋଟିଏ ଲାଇକ୍ କରିବା ସହ ଭିଡ଼ିଓକୁ ଅନ୍ୟମାନଙ୍କୁ ସେୟାର କରନ୍ତୁ। ରହିଲି, ଧନ୍ୟବାଦ। ଜୟ ଜଗନ୍ନାଥ।